ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି 10 ଟଙ୍କିଆ କଏନ୍ ତିଆରି କରିବାକୁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ? ଅପସନ୍ ଏ 3 ଟଙ୍କା 54 ପଇସା, ଅପସନ୍ ବି 5 ଟଙ୍କା 54 ପଇସା, ଅପସନ୍ ସି 6 ଟଙ୍କା, ଅପସନ୍ ଡି 6 ଟଙ୍କା 54 ପଇସା। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି 5 ଟଙ୍କା 54 ପଇସା। ତେଣୁ 10 ଟଙ୍କିଆ କଏନ୍ ଆପଣମାନେ ଦେଖିଥିବେ ସେଇ ଗୋଟାକୁ ବନେଇବା ପାଇଁ ଯାହାକି ଆମର RBI ବା ରିଜର୍ଭ ବ୍ୟାଙ୍କ ଇଣ୍ଡିଆକୁ 5 ଟଙ୍କା 54 ପଇସା ଖର୍ଚ୍ଚ କରିବାକୁ ପଡ଼ିଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଦୁନିଆର କେଉଁ ଦେଶ ପ୍ରଥମେ ପୁସ୍ତକ ବା ବହିର ଆରମ୍ଭ କରିଥିଲା? ଅପସନ୍ ଏ ଭାରତ, ଅପସନ୍ ବି ଇଜିପ୍ଟ, ଅପସନ୍ ସି ଚୀନ, ଅପସନ୍ ଡି ଇଂଲଣ୍ଡ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ସି ଚୀନ। ତେବେ ଚୀନ ଦେଶ ଯାହାକି ସର୍ବପ୍ରଥମେ ପୁସ୍ତକ ବା ବହିର ଆରମ୍ଭ କରିଥିଲା। ଆପଣମାନେ ଜାଣିଥିବେ ଯାହାକି କାଗଜର ଆବିଷ୍କାର ମଧ୍ୟ ଚୀନ ଦେଶରୁ ହିଁ ହୋଇଥିଲା। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କୁକୁର ବ୍ୟତୀତ ଅନ୍ୟ କେଉଁ ଜୀବକୁ ବୋମା ଖୋଜିବା ପାଇଁ ଟ୍ରେନିଂ ବା ଶିକ୍ଷା ଦିଆଯାଇଥାଏ? ଅପସନ୍ ଏ ମାଙ୍କଡ଼, ଅପସନ୍ ବି ପାରା, ଅପସନ୍ ସି ସିମ୍ପାଞ୍ଜି, ଅପସନ୍ ଡି ମହୁମାଛି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ମହୁମାଛି। ତେବେ ସେ ମହୁମାଛିକୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥାଏ ଯାହାକି ବମ୍ ଖୋଜିବାରେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଅଲିମ୍ପିକ୍ସ ଗେମ୍ କେତେ ବର୍ଷକୁ ଥରେ ହୋଇଥାଏ? ଅପସନ୍ ଏ 2 ବର୍ଷକୁ ଥରେ, ଅପସନ୍ ବି 1 ବର୍ଷ, ଅପସନ୍ ସି 3 ବର୍ଷ, ଅପସନ୍ ଡି 4 ବର୍ଷ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି 4 ବର୍ଷ। ତେଣୁ ଅଲିମ୍ପିକ୍ସ ଗେମ୍ ଯାହାକି ସମର ଆଉ ୱିଣ୍ଟର ସିଜନ୍, ଦେଖନ୍ତୁ ଦୁଇଟି ସିଜନ୍ରେ ହୋଇଥାଏ। ଯଦି 2024ରେ ବର୍ତ୍ତମାନ ସମର ସିଜନ୍ରେ ହୋଇଥିଲା, ତେବେ 2026ରେ ୱିଣ୍ଟର ସିଜନ୍ ହୋଇଥାଏ। କିନ୍ତୁ ତାପରେ 2 ବର୍ଷ ପରେ ପୁଣି ସମର ସିଜନ୍ର ଅଲିମ୍ପିକ୍ସ ହୋଇଥାଏ। ତେବେ 2024 ପରେ 2028ରେ ସମର ସିଜନ୍ର ଅଲିମ୍ପିକ୍ସ ହୋଇଥାଏ। ତେବେ ଯାହାକି ସମର ସିଜନ୍କୁ ହିଁ ବହୁତ ଗୁରୁତ୍ୱ ଦିଆଯାଇଥାଏ, ସେଥିପାଇଁ 4 ବର୍ଷକୁ ଥରେ କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ପୁଷ୍କର ମେଳା ଅନୁଷ୍ଠିତ ହୁଏ? ଅପସନ୍ ଏ ରାଜସ୍ଥାନ, ଅପସନ୍ ବି ବିହାର, ଅପସନ୍ ସି ଓଡ଼ିଶା, ଅପସନ୍ ଡି ମହାରାଷ୍ଟ୍ର। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ରାଜସ୍ଥାନ। ଭାରତର ଯାହାକି ରାଜସ୍ଥାନ ରାଜ୍ୟରେ ପୁଷ୍କର ମେଳା ହୋଇଥାଏ, ଯାହାକି ଏହା କାମେଲ ଫେଷ୍ଟିଭାଲ ବା ଓଟଙ୍କ ମେଳା, ଠିକ୍ ଅଛି, ଯାହାକି ଏହା ୱାର୍ଲଡର ଫେମସ୍ ମେଳା ଯୋଉଟାକି ସେଇଠି ହିଁ ହୋଇଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ସହରରେ ଯନ୍ତର ମନ୍ତର ଅବସ୍ଥିତ? ଅପସନ୍ ଏ ଜୟପୁର, ଅପସନ୍ ବି ଦିଲ୍ଲୀ, ଅପସନ୍ ସି ମୁମ୍ବାଇ, ଅପସନ୍ ଡି ଏ ଏଣ୍ଡ ବି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ଏ ଏଣ୍ଡ ବି। ଭାରତର ଯାହାକି ଜୟପୁର ଏବଂ ଦିଲ୍ଲୀ ଦୁଇଟି ଯାକ ସହରରେ ଯାହାକି ଯନ୍ତର ମନ୍ତର ରହିଛି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ମହାଭାରତ ଯୁଦ୍ଧ କେତେ ଦିନ ଚାଲିଥିଲା? ଅପସନ୍ ଏ 8 ଦିନ, ଅପସନ୍ ବି 18 ଦିନ, ଅପସନ୍ ସି 80 ଦିନ, ଅପସନ୍ ଡି 8 ମାସ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି 18 ଦିନ। ତେବେ ମହାଭାରତ ଯୁଦ୍ଧଟି ଯାହାକି ଲଗାତାର 18 ଦିନ ପର୍ଯ୍ୟନ୍ତ ଚାଲିଥିଲା। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୀ ଭାଷା କହୁଥିବା ପ୍ରଥମ ରୋବୋଟର ନାମ କଣ? ଅପସନ୍ ଏ ଅନୁଷ୍କା, ଅପସନ୍ ବି ରେଶ୍ମା, ଅପସନ୍ ସି ମାନବ, ଅପସନ୍ ଡି ସାଚି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ରେଶ୍ମା। ଫ୍ରେଣ୍ଡସ୍ ରେଶ୍ମା ବୋଲି ଗୋଟିଏ ରୋବୋଟ ଯାହାକି ସିଏ ଯୋଉକି ଆମର ପ୍ରଥମ ହିନ୍ଦୀ ଭାଷା କହୁଥିବା ରୋବୋଟ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ସୌରମଣ୍ଡଳର ସବୁଠାରୁ ଉଜ୍ଜ୍ୱଳ ଗ୍ରହ କିଏ? ଅପସନ୍ ଏ ବୁଧ ଗ୍ରହ, ଅପସନ୍ ବି ଶୁକ୍ର ଗ୍ରହ, ଅପସନ୍ ସି ପୃଥିବୀ ଗ୍ରହ, ଅପସନ୍ ଡି ଶନି ଗ୍ରହ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ଶୁକ୍ର ଗ୍ରହ। ସୌରମଣ୍ଡଳର ସବୁଠାରୁ ଉଜ୍ଜ୍ୱଳ ବା ଚମକିଲା ଗ୍ରହ ହେଉଛି ଶୁକ୍ର ଗ୍ରହ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ,
ଗାନ୍ଧିଜୀଙ୍କ ପୂର୍ବରୁ ଭାରତୀୟ ନୋଟ୍ ଉପରେ କାହାର ଛବି ଥିଲା? ଅପସନ୍ ଏ ଅଶୋକ ସ୍ତମ୍ଭ, ଅପସନ୍ ବି ଅଶୋକ ଚକ୍ର, ଅପସନ୍ ସି ହାତୀ, ଅପସନ୍ ଡି ତ୍ରିରଙ୍ଗା ପତାକା। ତ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ଉତ୍ତରଟି ଆପଣ ଏହି ଭିଡ଼ିଓର କମେଣ୍ଟରେ ଦିଅନ୍ତୁ। ଭିଡ଼ିଓ ଭଲ ଲାଗେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।